आम घरे आज नड़ा खजा टे बनइले मु बर्तमान 5टा कलर नड़ा खजा खाऊँगी। बरुण ना खाइबू आ खाइबू आ नड़ा खजा खाइबू ने ने बरुण पड़ा आसला सकालू सकालू आम घरे नड़ा खजा खाइब ना धरे अरे बिल्ली तू भी खाइबू खाइबू के खाऊे नड़ा खजा दे रे कि बनाई दे। हाँ खाऊे नड़ा खजा खाऊे बड़ी आसिले बहुत खादुआ पानी आसुला से खादुआ पानी रे घर को नहीं माँ मैंने केमती सफा पानी कर दूसरे कतक फलटा देखी काल डेक्ची पाइप भी ना भी खादुआ पानी नहीं घर को फिल्टर करुले फलटा देखी आजिकल तो सीटा व्यवहार होनी। चलतु ये आम गाँ नई ये मंदिर तली महेंद्रगिरी नदी आग काल आम जो छोटे पाइप गुड़िक नाला नई बड़ी आसूला से आम माँ मैंने खादुआ पानी घरे व्यवहार करते पानी देखी बर्तमान बहुत व्यवहार नई बड़ी न आसिले कौन करते माँ मैंने यही बाली पटारे छुआटे गात करके सफा पानी नौले ना खादुआ पानी आसिले से कतक पल नहीं घरे नहीं फिल्टर पानी करके पीवा पानी व्यवहार कराला। आग काल माँ मैंने बहुत संघर्ष करुले मु देखी 25-30 वर्ष तलर कथा कहीं गले बहुत संघर्ष करते पानी पाई बोलिकी भाई यू नदी को आसी माँ मैंने बोले छुआ करके पानीटा नौले नले नई बड़ी जदि आसला से खादुआ पानी नहीं करी घरे नहीं माने फिल्टर पानी करुले बहुत संघर्ष देखी भाई। आउ धान कौन मु जान नी धान एबे गवर्नमेंट फ्री रे दे दौची फ्री रे दौची आग काल तो चाउल भी मिलू ना आम छोट छोट थिला बेले ये एबे स्कूल रे सब सुविधा पाउछन पिला माने मु जानिबाटारे केवल गहम दिया गहम
ଗହମ ଦିଆହେଉଥିଲା, ସେ ଗହମ ହିଁ ଖାଉଥିଲୁ। ପୁଣି ସେଟା ଆମେରିକାରୁ ନା କେଉଁଠୁ ଆସିଥିଲା ସେ ଗହମଟା, ଚାଉଳ ବୋଇଲେ ଜାଣିନଥିଲୁ। କାହିଁ କହିଲେ ସେତେବେଳକୁ ପାଣିର ସୁବିଧା ନଥିଲା। ଯେତେବେଳେ କେନାଲ ହେଲା ସେତେବେଳକୁ ସୁବିଧା ହେଲା, ନହେଲେ ବହୁତ ସଂଘର୍ଷ କରୁଥିଲେ ଭାଇ ଛୋଟ ଛୋଟ କାମ ପାଇଁ। ନହେଲେ ପାହାଡ଼ରେ ଜହ୍ନା ଲଗାଇ ଦେଉଥିଲେ, ଜହ୍ନା, ମାଣ୍ଡିଆ, ବଡ଼ କାନ୍ଦୁଲ ଏଗୁଡ଼ିକ ଖାଇବାକୁ ମିଳୁଥିଲା। ଚୁଆଁ, ଗଙ୍ଗା, ବର୍ତ୍ତମାନ ସେଇଟା ଦେଖିବାକୁ ମିଳୁନି। ଏବେ ବର୍ତ୍ତମାନ ଆମ ଏରିଆରେ କପା ଚାଷ ଆଉ ଧାନ ଚାଷ ହିଁ ମେନ୍, ନହେଲେ କିଛି ନାହିଁ। ବହୁତ ସଂଘର୍ଷ ଦେଖିଛି। ଆଉ ସେତେବେଳକୁ ମାଆ ମାନେ 3ଟାରେ ଉଠି ସେମାନେ କୁଟୁଥିଲେ। ଯଦି ରୋଷେଇ କରିବାର ଅଛି କୁଟୁଥିଲେ ଜହ୍ନା, ତାପରେ ଯାଇ ସକାଳୁ ଖାଇବା ପାଇଁ ପ୍ରସ୍ତୁତ କରୁଥିଲେ। ନହେଲେ ସେମିତି କିଛି ସୁବିଧା ନଥିଲା, ମିଲ୍ ବି ନଥିଲା, ମିଲ୍ ଗୁଡ଼ିକ ବି ନଥିଲା। ମିଲ୍ କ'ଣ ଥିବ, ଧାନ ତ ହେଉନଥିଲା ଆମ ଏରିଆରେ। ବର୍ତ୍ତମାନ ଏବେ ସବୁ ସୁବିଧା ହେଇଛି। ମୁଁ ବର୍ତ୍ତମାନ ସେ କତକ ପଳ ପାଖେ ମୁଁ ପହଞ୍ଚିଗଲି। ଏଇ ଗଛରେ ବହୁତ ଫଳିଛି ଭାଇ, ବର୍ତ୍ତମାନ ଏବେ ବ୍ୟବହାର ହେଉନି। ଆଗ କାଳରେ ବହୁତ ବ୍ୟବହାର କରୁଥିଲେ ଏଇଟାକୁ, ପ୍ରତ୍ୟେକ ଘରେ ଦେଖିବାକୁ ପାଉଥିଲା ସେ ମଞ୍ଜି ଗୁଡ଼ିକ। ବର୍ତ୍ତମାନ ଦେଖିବାକୁ ବି ପାଉନି। କାହିଁ କହିଲେ ଏବେ ସବୁ ସୁବିଧା ହେଇଗଲା, ବୋର୍ ବନେଇ ଦେଲେ, ଆଉ ପାଣିର କିଛି ଅସୁବିଧା ନାହିଁ। ଆଉ କେନାଲ ବି ହେଲା, ଜମିରେ ପାଣି ବହୁତ ଆସୁଛି। ଆଉ ସୁବିଧା ସବୁ କିଛି ଗଭର୍ଣ୍ଣମେଣ୍ଟ କଲା। ରୋଡ଼ ବି ନଥିଲା, ରୋଡ଼ ବି ହେଇଗଲା, ବହୁତ ସୁବିଧା ହେଇଛି। ଆଉ ଦେଖନ୍ତୁ ମୁଁ ଆଜି କତକ ଫଳ ଦେଖାଉଛି। ଇଏ ହେଲା କତକ ଫଳ ଭାଇ। ଆଗ କାଳରେ ବହୁତ ବ୍ୟବହାର ହେଉଥିଲା ଏ କତକ ଫଳ। କମ୍ ଆଗ କାଳରେ ମୁଁ ଯେତେବେଳେ ଛୋଟ ଥିଲି, ଆମ ମାଆ ମାନେ ଏଇ ଫଳଟି ବହୁତ ବ୍ୟବହାର କରୁଥିଲେ। କାହିଁକି କହିଲେ ସେତେବେଳକୁ କିଛି ସୁବିଧା ନଥିଲା, ପାଣିର ଅସୁବିଧା ବହୁତ ଥିଲା। ଯେତେବେଳେ ନଈ ବଢ଼ି ଆସେ ସେତେବେଳକୁ କାଦୁଅ ପାଣି ଆସେ। ଏଇ କାଦୁଅ ପାଣି ନେଇକିରି ଏ କତକ ମଞ୍ଜିକୁ ଘରେ ବ୍ୟବହାର କରୁଥିଲେ, ଫିଲ୍ଟର ପାଣି କରୁଥିଲେ, ସଫା ପାଣି ହେଉଥିଲା। ଇଏ ହେଲା କତକ ଫଳ। ଆପଣମାନେ କେବେ ଦେଖିଥିବେ କି ନାହିଁ କି ଏ ଫଳଟିଏ? ଇଏ ବର୍ତ୍ତମାନ ଛୋଟ ଛୋଟ ହେଇଛି, ଟିକେ ବଢ଼ିଥିଲେ ମୁଁ ଘରକୁ ନେଇକି ସେ ମଞ୍ଜିଟା କାଢ଼ିକି ଦେଖେଇଥାନ୍ତି। ଏବେ ବର୍ତ୍ତମାନ ଛୋଟ ଛୋଟ ହେଇଛି। କେତେ ଫଳିଛି, ହଁ ବହୁତ ଫଳୁଛି। ଇଏ ମଞ୍ଜିଟା ବି ଆପଣ ଯଦି ଜଙ୍ଗଲକୁ ଆସିଛନ୍ତି, ଭୋକିଲା ଅଛନ୍ତି, ନିହାତି ଖାଇପାରିବେ। ମଞ୍ଜିଟା କାଢ଼ିକି ଖାଇପାରିବେ। ବର୍ତ୍ତମାନ ଛୋଟ ଛୋଟ ହେଇଛି, ମୁଁ ସେଥିପାଇଁ କାଢ଼ିବି ନାହିଁ। ଆଉ ମଞ୍ଜି ହେଇନଥିବ ବେକାରଟାରେ କାଢ଼ିକି କିଛି ଫାଇଦା ନାହିଁ। ବହୁତ ସୁନ୍ଦର ହେଇଛି ନା ଫଳଟା। ବର୍ତ୍ତମାନ ଆଜିକାଲି ତ ବ୍ୟବହାର ହେଉନି। ବର୍ତ୍ତମାନ ମୁଁ ଜଙ୍ଗଲରୁ ପଳେଇ ଆସିଲି ଭାଇ। ପ୍ରବଳ ଝାଳ ହେଉଛି, ଝାଳ ନ କହିଲେ ନ ସରେ। ଏତେ ଝାଳ ଅଛି ନ କହିଲେ ସରେ। ଆଜି ପାଇଁ ଭିଡ଼ିଓଟି ଏଣ୍ଡ କରୁଛି। ଯେଉଁମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍, ଲାଇକ୍ ନିହାତି କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ରହିଲି। ଜୟ ଜଗନ୍ନାଥ।